ଓଡ଼ିଶାର ପୂର୍ବତନ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ 140ତମ ଜନ୍ମଦିବସ ଖଇରାରେ ହୋଇଯାଇଛି ପାଳିତ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ପ୍ରକୋଷ୍ଠରେ ଓଡ଼ିଶାର ପୂର୍ବତନ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ 140ତମ ଜନ୍ମଦିବସ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ ସମ୍ପାଦକ ଅଭିମନ୍ୟୁ ମହାପାତ୍ରଙ୍କ ଆହ୍ୱାନରେ ପାଳିତ ହୋଇଯାଇଛି। ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୁଷ୍ପାର୍ଘ୍ୟ ଅର୍ପଣ କରି ତାପରେ ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ପାଖରେ ପୁଷ୍ପ ଅର୍ପଣ କରାଯାଇଥିଲା। ମୁଖ୍ୟ ବକ୍ତା ହରିହର ପାଣିଗ୍ରାହୀ, ଉପଦେଷ୍ଟା ପ୍ରଫେସର ମୁକ୍ତିକାନ୍ତ ଶତପଥୀ, କୃଷ୍ଣଚନ୍ଦ୍ର ପତ୍ରୀ, ଅନ୍ତର୍ଯାମୀ ପାତ୍ର ଓ ଅନ୍ୟ ବକ୍ତାମାନେ ମୁକୁନ୍ଦ ବାବୁଙ୍କ ସମାଜ ତଥା ଲୋକମାନଙ୍କ ପ୍ରତି ଉଦାର ଭାବ, ଅଞ୍ଚଳ ପ୍ରତି ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ସ୍ମୃତି କମିଟି ସଭାରେ ରଘୁନାଥ ପତ୍ରୀ, ସନ୍ତୋଷ ଶତପଥୀ, ଅନାମଚରଣ ପଣ୍ଡା, ଦେବେନ୍ଦ୍ର ରାଉତ, ଅନାଦିଚରଣ ନାୟକ, ଅରୁଣ କୁମାର ସ୍ୱାଇଁ, ପ୍ରଶାନ୍ତ ବେହେରା, ରମାକାନ୍ତ ଶତପଥୀ ପ୍ରମୁଖ 50ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ରହି ଆତ୍ମା ମୁକୁନ୍ଦ ବାବୁଙ୍କର ଅମର ଆତ୍ମାଙ୍କ ଗୁଣଗାନ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଖଇରାରୁ ଅନାଦି ନାୟକଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।